शिरକୁ କାଟ କରାଯାଏ। ଯିଏ ଚୋରି ଭଳି ଚର୍ଯ୍ୟବୃତ୍ତିକ ଆଚରଣ କରେ ତାର ମସ୍ତକକୁ କଟା କରାଯାଏ। ଆରେ ମୁଁ ତ ସାମାନ୍ୟ ଏକ ଦୂତ। ପ୍ରଭୁ ରାମଚନ୍ଦ୍ରଙ୍କର ବାର୍ତ୍ତାବହ ସାଜି ମୁଁ ଲଙ୍କାଗଡ଼ରେ ପ୍ରବେଶ କରିଛି। ଆଉ ତୁମ ରାଜା କଥା ସେ ତ ପ୍ରକାଣ୍ଡ ଚୋର। କେହି ନଥିବା ସମୟରେ ସୁବର୍ଣ୍ଣ ନିର୍ମିତ ମୃଗର ଏକ ଭୟ ସୃଷ୍ଟି କରି ଏକ ମାୟା ସୃଷ୍ଟି କରି ବନବାସୀ ରାମ ଲକ୍ଷ୍ମଣଙ୍କୁ ତାର ପଶ୍ଚାତ ଦାମନ କରିଦେଲେ। ଠାକୁରାଣୀ ଆକାଶକୁ ଚାହିଁ ଦେବୀ ବିସ୍ମୟ ହୋଇଲେ। ବହୁ ଚିନ୍ତା କରେ ଯେ ଜନକ ଦୁହିତ ବନ୍ଧନ କରିବା ନୁହଇ ଉଚିତ। କେତେ କହିଛି ତାର ନୟନୁ ଝରେ ପାଣି ଅନଙ୍ଗ ବୋଲେ ମନେ ନଭାଳ ଠାକୁରାଣୀ। सुचेता तुम्हें देखुच बहुत समय दंड कारणे थिलु तिनि पराणी ठाकु जाई दस माथ बाहिणी जे मते डराऊ काटी देवार एते कौन सहिले लक्ष्मण वीर सखीरे मोर परम मंगल सखीरे। दंडे से ठारे जेबे रहिथांता बेड़े के दस मुंड छिड़का जे अपना पूरे पति करे बही जो अंधे बोलती नहांती अंधे बोलती नहांती चंद्र सूर्य जे रावण सुतरे जेबे मोहिथिबी पतिव्रता से देव मोर देवे से देव मोर कांदे भारता सखीरे मोर जेबे मोह इथिबी सती रामଙ୍କ ଛାମକୁ जीव मारुति जे जेबे हनुमानଙ୍କୁ मारिबे मार तेबे अग्नि खाइब तेबे अग्नि खाइब लंका गड़ सखीरे मोर परम मंगल सखीरे।
ଯଦି ମୁଁ ଏକ ପତିବ୍ରତା ନାରୀ ହୋଇଥାଏ, ଯଦି ମୁଁ ଧର୍ମର ରହିଥାଏ, ଯଦି ସେ ହନୁମାନଙ୍କୁ କିଛି କୌଣସି କ୍ଷତି କରନ୍ତି କିମ୍ବା ହନୁମାନଙ୍କୁ ମାଡ଼ ମାରନ୍ତି, ତେବେ ଲଙ୍କାଗଡ଼ ନିଶ୍ଚୟ ଧ୍ୱଂସ ବିଧ୍ୱଂସ ହୋଇ ସମାଧି ସ୍ତୂପରେ ପରିଣତ ହୋଇଯିବ। ଆସ ମା ଆସ, ଚିନ୍ତା ଦୂର କର। ନିଶ୍ଚିତ ଆମର ଯାହା କହୁଛନ୍ତି ଯାହା ନିଶ୍ଚିତ ପାଳନ ହେବ। ଆସ ମା ଆସ। କାମନା କରି ଦେବି କଲେ ଆହାର ଆଏ ବନ୍ଧନ ଫିଟିବାକୁ ବାଟକୁ ମୋର ଯେ ଆଏ ସହାୟ ହେଲେ ଯୋଉ ହନୁକୁ ବେଗେ ଯୋଉ ହନୁକୁ ବେଗେ আয়ে অতি বড় হইলা তার অঙ্গে রে আয়ে অনর দেবতা যে অঙ্গে ব্যাপিলে তার অঙ্গে ব্যাপিলে আয়ে অনঙ্গ নরেন্দ্র এ ছান্দরে বলে সঙ্গীরে মোর করম বন্ধ রহে দুজন জনমর করিছিল বিভীষণ সভা মধ্যে কহিলা সত্বর দেব রাবণ শুন ত্রিপুর বিজয়ী দুষ্টକୁ মারিবা কথা ছাড়তে শুনা নাহি ହେ ଲଙ୍କାଧୀଶ, ଆପଣ ଆପଣଙ୍କର ବଳ ଓ ପରାକ୍ରମ ଦ୍ୱାରା ଏ ତ୍ରିଭୁବନ ଜୟ କରିଛନ୍ତି, କିନ୍ତୁ ଏକ ଦୂତକୁ ବଦ୍ଧ କରିବା ଏହା ଶାସ୍ତ୍ର ନିହିତ ଅଟେ। ଆପଣ ଆପଣଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ହୁଅନ୍ତୁ। বিভীষণ কহন্তে বইলা দশানন দুটো গুণে আছি পুত্র কলাব নিধন চোরচার মধ্যে তো দোষণা কহি নাহি হে রাবণ হনুমান উচে কহি ବିଭୀଷଣ, ଯଦି ସେ ଦୂତପଣରେ ଆସିଥାନ୍ତା, ତେବେ ସେ ଦୂତପଣରେ ସେ ରାମ ନିକଟକୁ ଯାଇଥାନ୍ତା, କିନ୍ତୁ ମୋ ପୁତ୍ର ଅକ୍ଷୟ କୁମାରକୁ ସେ ବଦ୍ଧ କରିଛି। ତେଣୁ ବିଭୀଷଣ, ମୁଁ ତାକୁ ବଦ୍ଧ କରିଛି। ଦୂତକୁ ନ ମାରିବା ପାଇଁ ମତେ ଉଚିତ ଶିକ୍ଷା ଦଉଛୁ ନା? ଯା ବିଭୀଷଣ। চোরচার মধ্যে তো দোষ কহি নাহি হে রাবণ হনুমান উচে কহি আম্ভে তো সহজে চার বন্ধা ছাত্রে নাহি আপন সহজে চোর সিদ্ধ কথাই ଦଶାନନ, ଯେ ଚୋର ଏବଂ ଚାର ତା ଦୂତ କଥା ତୁମେ କହୁଛ, ମୁଁ ତ ପ୍ରଭୁଙ୍କର ବାର୍ତ୍ତା ଭରସାରେ ଲଙ୍କାଗଡ଼ରେ ଉପସ୍ଥିତ ହୋଇଛି। ମୁଁ ଅଥଚ ଲୁଚି କରି ଆସିଛି, ଏହା ସତ୍ୟ, କିନ୍ତୁ ମୁଁ ଚୋର ନୁହେଁ। ପ୍ରକୃତ ଚୋର ତ ଜଣେ ଯିଏକି ଏକ ସୁବର୍ଣ୍ଣ ନିର୍ମିତ ମୃଗର କୂଟ ଚକ୍ରାନ୍ତକୁ ଭେଳ କରି ପଞ୍ଚବଟୀ ଅରଣ୍ୟରେ ଏକ ବଡ଼ ଦୁର୍ବଳ ନିରୀହ ନାରୀକୁ ଅପହରଣ କରି ଆଣିଛି। ସେ ଚୋର କିଏ ତମେ ଭଲ ଭାବରେ ଜାଣିଥିବ। মর্ম কথা শুনি ক্রোধে বিশ্রবানন্দন আজ্ঞা দেলায় কপি কি কররে নিধন ହେ ମର୍କଟ, ବାରି ଗାରିମା କରୁଛୁ ନା ତୋର ଆଉ ତୋ ପ୍ରଭୁର? ଦୂତ, ଏ ମର୍କଟକୁ ଶୀଘ୍ର ବଦ୍ଧ କର। ଯାଅ ଦୂତ, ଆର ଗର୍ଭକୁ
ଆନନ୍ଦ ଗ୍ରହଣ କରୁଛ। ମୁଁ କଦାଚିତ ମୋର ମୃତ୍ୟୁ ହେବ ନାହିଁ ଦଶାନନ। ମୋର ମୃତ୍ୟୁ ଭେଦ କେବଳ ମତେ ହିଁ ଜଣା। ବାଲ୍ୟ କାଳରେ ସହସ୍ର କିରଣ ସହସ୍ରାଂଶୁ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଗଳାରେ ମୁଁ ମୋର ଲାଞ୍ଜକୁ ପାଶ କରି ପକେଇଥିଲି। ସେହି ସଦୟ ଶକ୍ତିର ଆଧାର ଭଗବାନ ସୂର୍ଯ୍ୟ ନାରାୟଣ ମତେ ମୋର ମୃତ୍ୟୁ ଭେଦ କଥା କହିଥିଲେ। সম্মানাস্পদ সমস্ত রামরুষামৃত প্রেমী ভক্ত সমাজ, যে বন্ধুମାନେ যে মা মানে ଆମ অনুষ্ঠাନକୁ କିଛି ଦକ୍ଷିଣା ଦାନ କରିଛନ୍ତି ଏବଂ ହରିବୋଲ ପାଇଁ ନିବେଦନ କରିଛନ୍ତି, ମୁଁ ସେମାନଙ୍କର ନାମ ତଥା ହରିବୋଲ ପାଇଁ ଆପଣମାନଙ୍କୁ ଆତ୍ମ ନିବେଦନ କରିବି। ସର୍ବଶ୍ରୀ କାଳିଆ ବେହେରା, ଧାନଗର ସାହି 50 ଟଙ୍କା, ଆଶୀର୍ବାଦ ବେହେରା ବଡ଼ବାଡ଼ିଆ ସାହି 20 ଟଙ୍କା, ତପନ କୁମାର ଜେନା ଚନ୍ଦନ ସାହି 401 ଟଙ୍କା, ଡୁଡୁ ବେହେରା ବଡ଼ବାଡ଼ିଆ ସାହି 105 ଟଙ୍କା, ବାପିନ କୁମାର ଜେନା ଚନ୍ଦନ ସାହି 101 ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ଭଦ୍ରାନ୍ତ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି ତଥା ସମସ୍ତଙ୍କ ପାଖରେ ଅଳି କରିବି, ଯେତେ ମା ମାନେ ବସିଛନ୍ତି, ବାପା ମାନେ ବସିଛନ୍ତି, ଯେଉଁ ମାନସିକ ବ୍ୟକ୍ତିବିଶେଷ ଅନୁରୋଧ କରିଛନ୍ତି ହରିବୋଲ ଦେବା ପାଇଁ, ସମସ୍ତଙ୍କର ମାନସିକତା ପୂର୍ଣ୍ଣ କରନ୍ତୁ। ରଘୁନାଥ ଶରୀର ଆରୋଗ୍ୟ କରନ୍ତୁ, ସମସ୍ତ ପ୍ରକାର ମାନସିକତା ପରିପୂର୍ଣ୍ଣ କରନ୍ତୁ। ଯେଉଁମାନେ ମାନସିକ କରିଛନ୍ତି ମହାପ୍ରଭୁ ରଘୁନାଥଜୀ ଲଙ୍କାକାଣ୍ଡ ଭିତରେ ଆମେ ପ୍ରବେଶ କରିଛେ। କାଲି ଅପୂର୍ବ କଥା ରାବଣର ଭକ୍ତି ଅଶୋକାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ଆପଣମାନେ ବହୁ ସଂଖ୍ୟାରେ ଯୋଗଦାନ କରିବେ। ମୁଖ୍ୟତଃ ମୋ ମା ମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ନିଶ୍ଚିତ ଭାବରେ ଯଦି ପାଗ ଅନୁକୂଳ ରହେ ଆପଣ ବହୁ ସଂଖ୍ୟାରେ କାଲି ଯୋଗଦାନ କରିବେ। ଏ ଲଙ୍କାପୋଡ଼ିରେ ଯେତିକି ଯୋଗଦାନ କରୁଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି। ଏବଂ ରାମ କଥା ଅଳ୍ପ ଦିନ ପାଇଁ ହେଉଛି, ସେ ରାମ କଥାକୁ ଶୁଣିବା ପାଇଁ ଆମ ମନରେ ଏତେ ବୈରାଗ୍ୟ ଆସିଯାଇଛି। ଓ ମନ୍ତ୍ରୀ କହଇ ରାବଣ ମୁଖ ଚାହିଁ, ଭେଦ କହିବାର ଶାସ୍ତ୍ରେ ଚୂଡ଼ା ନାହିଁ। ଭେଦ କହିବାର ଶାସ୍ତ୍ରେ ଶୁଣା ନାହିଁ। ରାବଣ ବଇରା ସତ୍ୟ ସନ୍ଧର ଏ ଦୂତ। ରାବଣ ବୋଇଲା ସତ୍ୟ ସନ୍ଧର ସେ ଦୂତ। ସତ୍ୟ କହୁଅଛି ଏ ଅଟଇ ବିହିତ। ସତ୍ୟ କହୁଅଛି ଏ ତ ଅଟଇ ବିହିତ। ଆଜ୍ଞା ଆଜ୍ଞା ପ୍ରମାଣ ଲାଜେ ବସନ ଗୁଡ଼ାଇ। ହନୁମାନ ଲାଞ୍ଜ ତହୁ ବହନ ବଡ଼ଇ। ହନୁମାନ ଲାଞ୍ଜ ତହୁ ବହନ ବଢ଼ଇ। ତାହା ଦେଖି ରାବଣ ଯେ କ୍ରୋଧେ ଆଜ୍ଞା ଦେଲା। ତାହା ଦେଖି ରାବଣ ଯେ କ୍ରୋଧେ ଆଜ୍ଞା ଦେଲା। ପତନି ଖଣ୍ଡୁଆ ଅନେକ ବାନ୍ଧିଲା। ତାର ପତନି କଣ୍ଡୁଆ ଅନେକ ବାନ୍ଧିଲା। ଆଜ୍ଞା ଆଜ୍ଞା କି କଥା କହିବି ଆଜ୍ଞା, ଯେତେ ଥଲା ଖାଲି ଆମ ପାଟରାଣୀଙ୍କ ଅନ୍ତପୁରଟା ବାକି ସବୁ ଆଜ୍ଞା, ଯେତେ କନା କଟା ଯେତେ ଥଲା ଭିତର ବସ୍ତ୍ରରେ ଗୁଡ଼ା ଆଜ୍ଞା ସବୁ ତା ଲାଞ୍ଜରେ ଆମେ ବାନ୍ଧି ଦେଇଛୁ। ଆଉ ନାହିଁ ଖାଲି ପାଟରାଣୀଙ୍କର ଅଛି। ପୂର୍ବରୁ ମୁଁ କହିଛି, ମୋ ଲାଙ୍ଗୁଡ଼ରେ ବସ୍ତ୍ର ଗୁଡ଼ାଇ ତୈଳ ଢାଳିଲେ ମୋର ମୃତ୍ୟୁ ହେବ। ଆଜି ସ୍ୱର୍ଣ୍ଣପ୍ରଶ ଲଙ୍କା କଟକର ରଣଭୂମି ଏଇ ରାଜସ୍ୱଭାରେ ମୁଁ ଦଣ୍ଡାୟମାନ ହୋଇଛି। କହିବାକୁ ଦୁଃଖ ଲାଗୁଛି ଦଶାନନ, ସ୍ୱର୍ଣ୍ଣପ୍ରଶ ଲଙ୍କାର ବିଭୂତିକୁ ଯିଏ ଭୋଗ କରୁଛି, ତାଇ ସାମାନ୍ୟ ମର୍କଟର ଲାଞ୍ଜକୁ ବସ୍ତ୍ର ଯୋଗାଇବା ପାଇଁ ତାର ଅନ୍ତପୁର ମଧ୍ୟରେ ବସ୍ତ୍ର ନାହିଁ। ଶତାଧିକ କ୍ରୋଧ ହୋଇ ଦଶାନନ ଅଧର କାମୋଡ଼ି। କ୍ରୋଧ ହୋଇ ଦଶାନନ ଅଧର କାମୁଡ଼ି। ଆଜ୍ଞା ଦେଲା ଆହୁରି ବସନ ଆର କାଢ଼ି। ଆଜ୍ଞା ଦେଲା ଆହୁରି ବସନ ଆର କାଢ଼ି। ଯେତେକ ଆଣିଲା ତହୁ ଲାଞ୍ଜ ପୁର ଅଣ୍ଟି। ଯେତେକ ଆଣିଲା ତହୁ ଲାଞ୍ଜ କୁଳ ଅଣ୍ଟି। ତାହା ଦେଖି ହନୁମାନ ନୟନ ତରାଟି। ତାହା ଦେଖି ହନୁମାନ ନୟନ ତରାଟି। ହେ ମର୍କଟ, ମୋ ସ୍ୱର୍ଣ୍ଣମୟ ଲଙ୍କାର ଧୀଶର ଦୂତ, ରାଣୀ ଅନ୍ତପୁରରେ ଲଙ୍କା ଗଡ଼ର ଅନ୍ତପୁରରେ ଏତେ ବାସନ ଅଛି ମର୍କଟର ଲାଞ୍ଜରେ ଗୁଡ଼ାଇ ଅଗ୍ନି
ଅଗ୍ନି ସଂଯୋଗ କର। ଆଉ ଅଗ୍ନି ସଂଯୋଗ କରିବା ପୂର୍ବରୁ ତୁମେ ନାଗଭାସ ବନ୍ଧନକୁ ଖୋଲି ଐଶ୍ୱର ବନ୍ଧନକୁ ଖୋଲି ଦିଅ, କାରଣ ବ୍ରହ୍ମଦେବଙ୍କୁ ନିନ୍ଦା ହେବ। ଇନ୍ଦ୍ରଜିତ ରାବଣ ଯହୁ ଆଜ୍ଞା ଦେଲା। ଇନ୍ଦ୍ରଜିତକୁ ରାବଣ ଯହୁ ଆଜ୍ଞା ଦେଲା। ପିତା ବୋଲେ ଇନ୍ଦ୍ରଜିତ ସରସଂହାରିଲା। ପିତା ବୋଲେ ଇନ୍ଦ୍ରଜିତ ସରସଂହାରିଲା। ପୁତ୍ର ମେଘନାଦ ବ୍ରହ୍ମଦେବକୁ ସମ୍ମାନ ଦେବା ପାଇଁ ତମେ ଯଥାଶୀଘ୍ର ନେଇ ତୁମର ସରକୁ ଉପଯୁକ୍ତ ସ୍ଥାନରେ ସ୍ଥାପନ କର। ହନୁମାନ ଉଚ୍ଚେ ହସି କହିଲା ଏ ବାଣୀ। ହନୁମାନ ଉଚ୍ଚେ ହସି କହିଲା ଏ ବାଣୀ। ବୁଦ୍ଧିବ ତୋହର ଜାଣିଲି ବିଂଶ ବାଣୀ। ବୁଦ୍ଧିବଳ ତୋହର ଜାଣିଲି ବିଂଶ ବାଣୀ। ରାବଣ ବୋଇଲା ରଖ ରଖ ଏ ବଡ଼ାଇ। ରାବଣ ବୋଇଲା ରଖ ରଖ ଏ ବଡ଼ାଇ। ତୁଣ୍ଡରେ ଅଗ୍ନି ଘେରିଲ ଚକ୍ର ଉଡ଼ଇ। ତୁଣ୍ଡରେ ଅଗ୍ନି ଘେରିଲ ଚକ୍ର ଉଡ଼ଇ। ଗଜାନନ ମର୍କଟ ତିନି ପୁରରେ ମୋହ ଜ୍ଞାନୀ ବୋଲି ତୁମର ରଉଳି ଏକ ଦେଲା। ରାମକୁ ସମାରି ରହେ। ଜଗତି କାଳ ଉପରେ ଜଗତି ବଢିଆ ମନ ଅନ୍ତପୁର ଦହି। ରାବଣକୁ ଭୟ ବହି ଜୟ ରାମ। ରାବଣକୁ ଭୟ ବହି ଜୟ ରାମ। ହାୟ ଭଜ ହନୁମାନ ହରିନାଥ କରି ହନୁମାନ। ଅସୁରମାନଙ୍କ ପୁର ପୁରିଲା ମୋହନ। ରାବଣକୁ ଭୟ ବହି ଜୟ ରାମ। ରାବଣକୁ ଭୟ ବହି ଜୟ ରାମ। ହାୟ ଭଜ ରାମ ହେ। ରାମ ରାମ ରାଜୀବ ନନ୍ଦନ। ଭାଗିଯାତ କରି ହନୁମାନ। ମାନବ ଭାଗିଯାତ କରି ହନୁମାନ। ଅସୁରମାନଙ୍କ ପୁର ପୁରିଲା ମୋହନ। ଅସୁରମାନଙ୍କ ପୁର ପୁରିଲା ମୋହନ। ବିରାଟ କଲା। ବୋଇଲା ଏକ ବିରାଟ କଲା। ରାବଣ ବୋଇଲା ବଡ଼ ବିଚିତ୍ର କି ହେଲା ଜୟ ରାମ। ରାବଣ ବୋଇଲା ବଡ଼ ବିଚିତ୍ର କି ହେଲା ଜୟ ରାମ। ହାୟ ଭଜ ରାମ ହେ। ରାମ ରାମ ରାଜୀବ ଲୋଚନ ହେ। ଘରୁ ଅଗ୍ନି ବୋଇଲା ବାହାର। ମୁଖରୁ ଅଗ୍ନି ବୋଇଲା ବାହାର। ବହୁ କୋଡ଼ି ଦେଲା ଲଙ୍କା ପୁର। ରାବଣ କହି ରାକ୍ଷସକୁ ଜଗରି। ବାଜିବାର ରାଗିକୁ ଘର ଘରେ ବିଚାରି। ନାରିବାର କେଜି করে পতি উপবনে। হাহাকার করিল বিচন্নে। বসন্তরে যৌবনে বেশি কর নারী। পুরুষ সঞ্চিত ধনগলা করি। নদী কুমারী লঙ্কেশ্বর পুরে। বন্ধ করি রাজি সমস্ত মন্দিরে। হনুমান পুজে অগ্নি বৈষ্ণবী স্মরণ। দক্ষিণ ভারতের হুদে লঙ্কাপুর জনরয় রাম। সমুদ্র মধ্যে কিনিতে বড় একটি কোটি। মন্ডল মধ্যে কি উদে ছায়া দেবী
রে পড়ি বড় প্রাণে রাজি বিধাতা বচনে হনুমান বোধ হইলে রাম অনরকু সংহারিণ কপশান্তি কলা বনরে সীতা ছাগুরে লীলা সম্মানীয় রামমন্ত্র পিপাসু ভক্ত সমাজ আসন্তাকালী লোয়া বিচয়তে ভক্তি রসাত্মক কারুণ্য রসাত্মক বিষয় অশোকাভিষেক ଆପଣ ଭକ୍ତିକି ପାଇଛି ମା ଜଗଜ୍ଜନନୀ ହେଉଛନ୍ତି ଭକ୍ତି ଜ୍ଞାନ ଜ୍ଞାନ ହେଉଛନ୍ତି ପରମ ପୁରୁଷ ରାମ ସେହି ଜ୍ଞାନ ଏବଂ ଭକ୍ତିଙ୍କର ସମ୍ମିଳିତ ନାରଦଙ୍କ କହିବା ଅନୁସାରେ ସେ ଅଶୋକ ବିପିନରେ ସେ ସ୍ଥାପନ କରି ତାଙ୍କୁ ପୂଜା କରିବ ଏହି ଭକ୍ତି ରସାତ୍ମକ ବିଷୟକୁ ଆପଣମାନେ ଏହି ବଡ଼ ଛୋଟ ବଡ଼ କଳାକାରମାନେ ଆପଣମାନଙ୍କୁ ସମ୍ମୁଖରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ରଙ୍ଗମଞ୍ଚରେ ଉପନୀତ କରିବେ ଆପଣ ବହୁ ସଂଖ୍ୟାରେ ଯୋଗଦାନ କରି ଠିକ୍ ରାତ୍ର 11 ଘଟିକା ସମୟରେ ଏହି କଳାକାରମାନଙ୍କର ମଧ୍ୟରେ ମନମଧ୍ୟରେ ଉତ୍ସାହ ଉଦ୍ଦୀପନା ଭରିଦେବେ ଏହା ହିଁ ଆମର ଅନୁଷ୍ଠାନ ତରଫରୁ କାମନା ବିଷୟ ନାମ ହେଉଛି ଅଶୋକାଭିଷେକ ସମ୍ପୂର୍ଣ୍ଣ ନୂଆ ବିଷୟ ଆପଣ ବହୁ ସଂଖ୍ୟାରେ ଯୋଗଦାନ କରି ଆମକୁ ଉତ୍ସାହିତ କରିବା ଏହି ପୁରାଣକୁ ଏହି ଛାନ୍ଦରେ ଆମେ ବିଶ୍ରାମ ଦେବୁ ଆସନ୍ତାକାଲି ଏହି ସମୟରେ ଆପଣମାନଙ୍କ ସମ୍ମୁଖରେ ସୀତାଙ୍କ ପାଦ ତଳେ ବେଗେ କଲା ନମସ୍କାର ମିଳାନି ମାଗନ୍ତେ ଶିରେ ଚଢ଼ିବେନି କର हे माँ आज प्रभुଙ୍କ ନିକଟକୁ ଯାତ୍ରା କରିବା ସମୟରେ ଆପଣଙ୍କ ସହିତ ଶେଷ ସାକ୍ଷାତ ପାଇଁ ଆସିଛି ମା ଆଶୀର୍ବାଦ କରନ୍ତୁ ଯେପରି ଶୁଭରେ ପ୍ରଭୁଙ୍କ ନିକଟରେ ଯାଇ ଆପଣଙ୍କ ଅଦନ୍ତ ଦେବି ଆପଣଙ୍କର ବାର୍ତ୍ତାକୁ କୁଶଳ ଦେବି ପ୍ରଭୁଙ୍କ ଛାମରେ ତୁମର ସମସ୍ତ କାର୍ଯ୍ୟ ଲଙ୍କା କାଣ୍ଡରେ ମୁଁ ଦେଖିଲି ହେଲେ ଏତେ ବଡ଼ ଯୁଦ୍ଧରେ ମୁଁ ଦେଇଥିବା ମଥାମଣିକି ତୁମେ କେଉଁଠାରେ ହଜାଇ ଦେଇନ ତ ଅଛି ମା ସେଭଳି ମସ୍ତ ବଡ଼ ଅପରାଧ ହନୁମାନ କରିପାରିବନି ଆପଣଙ୍କର ମଥାମଣିକୁ ମୁଁ ସୁରକ୍ଷିତ ରଖିଛି ବଜ୍ର ଗାଛଟାରେ ମା କଲ୍ୟାଣ ରଙ୍ଗିରେ ଦେବୀ ହୁଅ ରାମର ସର୍ବଶୁଭେ ମିଳ ଯାଇ ଶ୍ରୀରାମ ଛାମୁର ଯିବା ସମୟରେ ମୁଁ ଆହୁଁ ମଧ୍ୟ ଏକ ମନେ ପକାଇ ଦେଉଛି ସର୍ବପ୍ରଥମେ ଯେ ମୋ ପ୍ରଭୁଙ୍କୁ ଏହି ବାର୍ତ୍ତା ଜଣାଇଦେବ ଆପଣ 2 ମାସ କଣ୍ଟ କରିଛି ଯଦି 2 ମାସ ମଧ୍ୟରେ ସେ ଏଠାକୁ ବିରାଜମାନ ନ କରନ୍ତି ତେବେ ନିଶ୍ଚୟ ସେ ତାଙ୍କର ପତ୍ନୀକୁ ପୁନର୍ବାର କଦାପି ଦେଖିପାରିବେ ନାହିଁ ଆପଣ ମନର ସମସ୍ତ ସୂଚନା ଦୂର କରନ୍ତୁ ରାବଣ ଆପଣଙ୍କୁ 2 ମାସ କଣ୍ଟ ଦେଇଛି ମା ଏ ହନୁମାନ ପୁତ୍ର ଆପଣଙ୍କୁ ଆଶ୍ୱାସନା ଦେଇ ଯାଉଛି ଦୀର୍ଘ 2 ଦିନ ଭିତରେ ଆପଣଙ୍କ ସହିତ ପ୍ରଭୁ ଆସି ଏହି ସ୍ୱର୍ଣ୍ଣ ପ୍ରସୁ ଲଙ୍କା କଟକରେ ବିରାଜମାନ କରିବେ ମୋର ସୈନ୍ୟ ସୈନ୍ୟ ବାହିନୀଙ୍କୁ ନେଇ ମୁଁ ପ୍ରଭୁଙ୍କୁ ଆଣି ଲଙ୍କା କଟକରେ ଉପସ୍ଥିତ କରିବି ମା ଏ ବିଶ୍ୱାସ ପୁତ୍ର ଉପରେ ରଖନ୍ତୁ ମା କଲ୍ୟାଣ ବାଞ୍ଛିରେ ଦେବୀ ହୁଅ ରାମର ସର୍ବଶୁଭେ ମିଳ ଯାଇ ଶ୍ରୀରାମ ଛାମୁର ଏକଟାକୁ ଅନେଇ ତିଆରି ହନୁମାନ ଶ୍ରୀରାମ କରିବେ ତୋର ପିତାକୁ ରାଜନ ଜନକ ନନ୍ଦିନୀ ହିତେ ଥିବୁ ମନ ଜାଣି ଏତେ କହି ସୀତା ପାଦେ ନମି କପି ମଣି हे माँ जात्री जटा तुम्हें मो माँ सीतांकर प्रतिटी मुहूर्तर यत्न नेब ए लंकागढ़ मध्य जेते मूर्ख अछंती ता मध्य एकमात्र बुद्धिमान होउछंती आपनकर पिता विभीषण आपनकर पिता विभीषण को मोर प्रभु लंका कटकर राजा रूप अभिषिक्त कराइबे किंतु तुम्हें मो मानकर सेवार कोनसी हेड़ा करिबनी माँ
କେମିତି ଅଛ ମା? हे माँ मु आसुची माँ ए शेष समୟରେ ए दिन हिन मर्कटको आशीर्वाद करतु माँ यथाशीघ्र मु प्रभुଙ୍କୁ ନେଇ ए लंका कटक उपस्थित हेबी एही विश्वास एही भरोसा मो पर रखन्तु विदाय दियन्तु माँ शेष समୟରେ विदाय दियन्तु बहुत प्रबोध करी बाहर होइला अनंग छंद गीतरे रचिला जय रघुपति राघव राजा राम कोटि शोभावन सीता राम जय रामचंद्र पुण्यकरम बोलो आनंदे कबार पृथ्वी ध्वस्त श्यामला करम बोलो आनंदे कबार आहुरी एक बार कैमरा नहीं हो